যাত্রা हो कि सिनेमा हो ସେଥିରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦେବାଟା ବନ୍ଦ କରିବା ଆବଶ୍ୟକତା ରହିଛି। ରହିଲା କଥା ପୁଣି ଥରେ ହିନ୍ଦୁ ସମାଜ ପ୍ରତି କୁଠାରଘାତ ହେଇଛି। ହିନ୍ଦୁ ସମାଜର ହୃଦୟରେ କୁଠାରଘାତ କରାଯାଇଛି। ପ୍ରତ୍ୟେକ ମୁଁ ତ କହିବି ପ୍ରତ୍ୟେକ ସନାତନୀ ପ୍ରତ୍ୟେକ ହିନ୍ଦୁ ଧର୍ମର ଲୋକ ପ୍ରତ୍ୟେକ ହିନ୍ଦୁ ନିଶ୍ଚିତ ରୂପରେ ଏହି ସିନେମାକୁ ବିରୋଧ କରିବାର ଆବଶ୍ୟକତା ରହିଛି। ଅଭିନେତ୍ରୀ କଣ କଲେ ଅଭିନେତା କଣ କଲେ ସେଇଟା ଆମର ସେ ଭିତରକୁ ପଶିବାର ନାହିଁ। ପ୍ରଯୋଜକ କାହିଁକି ତାକୁ ପ୍ରଶ୍ରୟ ଦେବେ? ପ୍ରଯୋଜକ ତାଙ୍କ ସିନେମାରେ ସେ ପ୍ରକାର ଦୃଶ୍ୟ ରଖିଲେ କାହିଁକି? ନିର୍ଦ୍ଦେଶକ କାହିଁକି ନିର୍ଦ୍ଦେଶନା ଦେବେ? ଚାରିଧାମ ନାଁ ଦିଆଗଲା। ଯଦି ସେମାନେ ସେ ଅଶ୍ଳୀଳ ଦୃଶ୍ୟ ସେଥିରେ ରଖିବାକୁ ଚାହୁଁଛନ୍ତି ସିନେମାର ନାଁକୁ ବଦଳେଇ ଦିଅନ୍ତି, ନଚେତ୍ ଆମେ ସିନେମାକୁ ମୁକ୍ତିଲାଭ କରେଇଦେବୁ। ମୁଁ ଠେଙ୍ଗା ଧରିବିନି, ବିରୋଧ କରିବି, ସିନେମାକୁ ରିଲିଜ କରିବାକୁ ଦେବି। ସାର୍ ଆପଣ ଦେଖିଥିବେ ଆମର ସରକାର ଓଡ଼ିଆ अस्मिताକୁ କହି ସରକାର ଆସିଥିଲା ଯୋଉ ଆମର 24 ରେ କିଛି ଦିନ ତଳେ ଦେଖିଥିବେ ଅଶ୍ଳୀଳକୁ ନେଇକି ଯାତ୍ରାରେ ଠେଙ୍ଗା ଧରିକି ବୁଲିଥିଲେ ସ୍ଥାନୀୟ ବିଧାୟକ। ଏବେ ଓଡ଼ିଆ ସିନେମା ଗୋଟେ ଆସୁଛି ଚାରିଧାମ ବୋଲି ଗୋଟେ ଓଡ଼ିଆ ସିନେମା ଆସୁଛି। ସେ ସିନେମାରେ ଯୋଉ ଭାବରେ ଲଙ୍ଗଳା ଲାଞ୍ଚ ହେଇଛି, ଅର୍ଦ୍ଧନଗ୍ନ ଲାଞ୍ଚ ହେଇଛି, ତାକୁ ନେଇକି ପୁଣି ଜଗନ୍ନାଥଙ୍କ ନାମ ଧାମ ଭିତରୁ ଆମର ଗୋଟେ ଧାମ, ତାକୁ ନେଇ ଆପଣ ହିନ୍ଦୁ ସେନା କଣ କହିବେ? ଜୟ ଶ୍ରୀରାମ। ଦେଖନ୍ତୁ ନିଶ୍ଚିତ ରୂପରେ ସରକାର ଓଡ଼ିଆ अस्मिताକୁ ନେଇକି ବର୍ତ୍ତମାନର ସରକାର ନିର୍ବାଚନ ପ୍ରଚାର ସମୟରେ ତାଙ୍କର ଏଜେଣ୍ଡାରେ ରଖିଥିଲା ଓଡ଼ିଆ अस्मिताକୁ। ବର୍ତ୍ତମାନର ସରକାର ଓଡ଼ିଆ अस्मिताକୁ ନେଇ କାର୍ଯ୍ୟ ମଧ୍ୟ କରୁଛି, ସକାରାତ୍ମକ କାର୍ଯ୍ୟ କରୁଛି। ସରକାର ଆଉ ସିନେମା ଦିଟା ଅନ୍ୟ ପକ୍ଷ, ଅଲଗା ଅଲଗା ପକ୍ଷ ରହୁଛି। ସରକାରଙ୍କୁ ଏ ଭିତରେ ନ ପୁରେଇକି ଆପଣ ଯଦି କହିବେ ବିଗତ ଦିନରେ ଯାତ୍ରା ପାର୍ଟିରେ ଅଶ୍ଳୀଳତାକୁ ବିରୋଧ କରିଥିଲେ, ଜଣେ ବିଧାୟକ ମଧ୍ୟ ତାକୁ ବିରୋଧ କରିଥିଲେ, ଶାସକ ଦଳର ବିଧାୟକ ଏବଂ ବିଭିନ୍ନ ହିନ୍ଦୁ ସଂଗଠନ ତରଫରୁ ମଧ୍ୟ ତାକୁ ବିରୋଧ କରାଯାଇଥିଲା। ବିରୋଧ କରିବାର ଶୈଳୀ କିଏ କୋଉ ପ୍ରକାର ଶୈଳୀରେ କରିବ ତାର ବ୍ୟକ୍ତିଗତ ଜିନିଷ, କିନ୍ତୁ ବିରୋଧ କରିବାର ଆବଶ୍ୟକତା ଥିଲା। ଯାତ୍ରା हो कि सिनेमा हो ସେଥିରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦେବାଟା ବନ୍ଦ କରିବା ଆବଶ୍ୟକତା ରହିଛି। ରହିଲା କଥା ପୁଣି ଥରେ ହିନ୍ଦୁ ସମାଜ ପ୍ରତି କୁଠାରଘାତ ହେଇଛି। ହିନ୍ଦୁ ସମାଜର ହୃଦୟରେ କୁଠାରଘାତ କରାଯାଇଛି। ହିନ୍ଦୁ ପରମ୍ପରା ଏବଂ ସଂସ୍କୃତି ଉପରେ କୁଠାରଘାତ ହେଇଛି। ଚାରିଧାମ ନାମ ଗୋଟେ ହିନ୍ଦୁ ସଂସ୍କୃତିର ନାମ, ହିନ୍ଦୁ ପରମ୍ପରାର ନାମ, ଚାରିଟା ଧାମକୁ ନେଇକି ସେ ନାମକୁ ରଖାଯାଇଛି ସିନେମାରେ। ଏବଂ ସେଇ ସିନେମାରେ ଯୋଉ ଅଶ୍ଳୀଳତା ପ୍ରଦର୍ଶନ କରାଯାଇଛି ଏବଂ ତାର କିଛି ଦୃଶ୍ୟ ଏମିତି ବି ରହିଛି ଯେ ମଦ ପିଇବା ଦୃଶ୍ୟ ବହୁତ ରହିଛି, ମଦ ପିଇକି ନାଚିବା ଦୃଶ୍ୟ ବହୁତ ରହିଛି ଏବଂ ଯୋଉ ପ୍ରକାର ସିନେମାର ନାମ ରହିଛି ନାମ ଅନୁଯାୟୀ କମ ସେ କମ ସେ ପ୍ରଯୋଜକ ମହୋଦୟ ସେଇ ଜିନିଷକୁ ବାରଣ କରିବାର ଆବଶ୍ୟକତା ଥିଲା। ପ୍ରତ୍ୟେକ ମୁଁ ତ କହିବି ପ୍ରତ୍ୟେକ ସନାତନୀ ପ୍ରତ୍ୟେକ ହିନ୍ଦୁ ଧର୍ମର ଲୋକ ପ୍ରତ୍ୟେକ ହିନ୍ଦୁ ନିଶ୍ଚିତ ରୂପରେ ଏହି ସିନେମାକୁ ବିରୋଧ କରିବାର ଆବଶ୍ୟକତା ରହିଛି। ଆପଣ ଆଉ ଗୋଟେ କଥା ଦେଖିଥିବେ ସେଠିର ଯୋଉ ଅଭିନେତ୍ରୀ ଅଛନ୍ତି ସେ ଅଭିନେତ୍ରୀ କହିଛନ୍ତି ମୁଁ କଲି ଅସୁବିଧା କିଛି ନାହିଁ, ଆପଣ ଦେଖୁଛନ୍ତି କାହିଁ? ଶୁଣୁ ସେଟା ତାଙ୍କର ବ୍ୟକ୍ତିଗତ ଷ୍ଟେଟମେଣ୍ଟ ବି ହେଇପାରେ, ମନ୍ତବ୍ୟ ବି ହେଇପାରେ ଆଉ ବ୍ୟକ୍ତିଗତ ବ୍ୟାପାର ବି ହେଇପାରେ। ଆମେ ସେଥିରେ ମୁଣ୍ଡ ପୁରେଇବାର ନାହିଁ। ସିନେମା ଓଡ଼ିଶାରେ ରିଲିଜ ହେବା କଥା ନୁହେଁ। ସେନ୍ସର ବୋର୍ଡ ତାକୁ କାଟିବା ଦରକାର, ସେଇ ଦୃଶ୍ୟ ସବୁ କାଟିବା ଦରକାର। ସେନ୍ସର ବୋର୍ଡର କାମ ରହିଛି ଯେ ସେ ଅଶ୍ଳୀଳ ଦୃଶ୍ୟକୁ ଏବଂ ଯୋଉ ମଦ ପିଇକି ନାଚ ଅଛି ତା ସେଇ ଦୃଶ୍ୟକୁ ତାକୁ କାଟିବା କଥା। ଅଭିନେତ୍ରୀ କଣ କଲେ ଅଭିନେତା କଣ କଲେ ସେଇଟା ଆମର ସେ ଭିତରକୁ ପଶିବାର ନାହିଁ। ପ୍ରଯୋଜକ କାହିଁକି ତାକୁ ପ୍ରଶ୍ରୟ ଦେବେ? ପ୍ରଯୋଜକ ତାଙ୍କ ସିନେମାରେ ସେ ପ୍ରକାର ଦୃଶ୍ୟ ରଖିଲେ କାହିଁକି? ନିର୍ଦ୍ଦେଶକ କାହିଁକି ନିର୍ଦ୍ଦେଶନା ଦେବେ? ତା ଉପରକୁ ଯାଆନ୍ତି। ସେମାନେ ତ ଅଭିନୟ କରୁଛନ୍ତି, ସେମାନେ ପଇସା ନେଇକି ଅଭିନୟ କରୁଛନ୍ତି, ସେ ଉପରେ ମୁଁ ଟିପ୍ପଣୀ ଦେବାକୁ ଚାହୁଁନି। କିନ୍ତୁ ଚାରିଧାମ ନା ଥିବା ସେଇ ସିନେମାରେ ଯୋଉ ପ୍ରକାର ଦୃଶ୍ୟ ରହିଛି ତାହା କେତେବେଳେ ମଧ୍ୟ ଆମେ ତାକୁ ଗ୍ରହଣ କରିପାରିବା ନାହିଁ। ହିନ୍ଦୁ ସଂସ୍କୃତି ପରମ୍ପରା ଗ୍ରହଣ କରିପାରିବ ନାହିଁ। ପୁଣି ଥରେ ହିନ୍ଦୁ ସମାଜ ପ୍ରତି ମୁଁ ପୂର୍ବରୁ କହିଛି କୁଠାରଘାତ କରାଯାଇଛି ଏବଂ ହିନ୍ଦୁ ସମାଜର ସେଇ ହିନ୍ଦୁ ପରମ୍ପରାର ନାମକୁ ନେଇକି ଅଶ୍ଳୀଳତା କରିବା ଠିକ ନୁହଁ ବୋଲି ମୁଁ କହିବି। ଆପଣ ଟିକେ ଆଗରୁ କହିଲେ ଶାସକ ଦଳର ନେତା ଯାହାକି ଅଶ୍ଳୀଳତାକୁ ନେଇକି ଯାତ୍ରାରେ ଖଣ୍ଡଗିରି ଯାତ୍ରା ବେଳେ କିଛି ନା କିଛି ତାଙ୍କ ନିଜ ପର୍ସନାଲ ମାମଲାରେ ସବୁ ଦେଖେଇଥିଲେ, ଯାହାକି ବି ଏମିତିକି ଠେଙ୍ଗା ଉଠାଇଥିଲେ। ଆପଣ ବର୍ତ୍ତମାନ ଏ ଯୋଉ ସିନେମାଟିରେ ଅଭିନୟ କରୁଛନ୍ତି ପୂର୍ବ ସରକାର ବେଳେ ଥିଲେ ସାଂସଦ, ଏବେ ଅଛନ୍ତି ଶାସକ ଦଳର ଜଣେ କର୍ମୀ, ଜଣେ ନେତା, ଆଗ ଧାଡିର ନେତା, ସେ ସେଠାରେ ଅଭିନୟ କରୁଛନ୍ତି।
ତାଙ୍କ ମନ ଛୁଇଁଲା। ଜଣେ ବିଧାୟକ ଠେଙ୍ଗା ଧରି ବାହାରୁଥିଲା ବେଳେ ଏ ନେତା ଜଣେ କେମିତି ସେଠାରେ ଅଭିନୟ କଲେ, ଯାହାକି ମଦ ବୋତଲ ଧରି ଅର୍ଦ୍ଧନଗ୍ନ ଅବସ୍ଥାରେ ଧରି ବୁଲିଲେ ହିରୋଇନ କି ଧରି। ଏଟା କଣ ଚାରିଧାମ ପ୍ରତି କୁଠାରଘାତ ନୁହଁ ହିନ୍ଦୁ ମାନଙ୍କ ପାଇଁ? ଦେଖନ୍ତୁ, ଅଭିନେତା ଅଭିନୟ କରିବ, ସେଟା ତାର ପ୍ରଫେସନ, କିନ୍ତୁ ତାଙ୍କର କର୍ମ ହେଲା ରାଜନୀତି। ସିଏ ଯଦି ସେଟା ବୁଝି ନ ପାରିଲେ ତା ଉପରେ ମୁଁ ଟିପ୍ପଣୀ ଦେବିନି, କିନ୍ତୁ ଏଇ ସିନେମାକୁ ନେଇକି ମୋର ମନ୍ତବ୍ୟ ହେଲା, ଓଡ଼ିଶାର ସମସ୍ତ ସନାତନୀ, ସମସ୍ତ ହିନ୍ଦୁତ୍ୱ ସହିତ ଜଡ଼ିତ ଥିବା ବ୍ୟକ୍ତି ବିଶେଷ, ସବୁ ହିନ୍ଦୁ ପରିବାର ଏଇ ସିନେମାକୁ ବିରୋଧ କରିବାର ଆବଶ୍ୟକତା ରହିଛି। କାହିଁକି ଚାରିଧାମ ନାଁ ଦିଆଗଲା? ଯଦି ସେମାନେ ସେ ଅଶ୍ଳୀଳ ଦୃଶ୍ୟ ସେଥିରେ ରଖିବାକୁ ଚାହୁଁଛନ୍ତି, ସିନେମାର ନାଁକୁ ବଦଳେଇ ଦିଅନ୍ତି, ନଚେତ୍ ଆମେ ସିନେମାକୁ ମୁକ୍ତି ଲାଭ କରେଇଦେବୁ ନାହିଁ। ଚାରି ଧାମ ଭିତରୁ ଜଗନ୍ନାଥ ଧାମ ଗୋଟେ ଧାମ। ସେଥିରେ ଯୋଉଭଳି ଭାବରେ ଅଶ୍ଳୀଳ ନୃତ୍ୟ ହେଇଛି, ତାକୁ ନେଇ ଆପଣ ହିନ୍ଦୁ ସଂଗଠନ ଓଡ଼ିଶା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କଣ ପଦକ୍ଷେପ ନେବ? ଦେଖନ୍ତୁ, ମୁଁ ଆପଣଙ୍କୁ ପୂର୍ବରୁ କହିସାରିଲିଣି, ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାହିଁକି, ଓଡ଼ିଶାରେ ଥିବା ସମସ୍ତ ହିନ୍ଦୁ ସଂଗଠନ ଏବଂ ଓଡ଼ିଶାରେ ଥିବା ଯେତିକି ହିନ୍ଦୁତ୍ୱବାଦୀ ହିନ୍ଦୁତ୍ୱ ଚିନ୍ତାଧାରାର ବ୍ୟକ୍ତି ବିଶେଷ, ସମସ୍ତ ସନାତନୀ ଏହି ସିନେମାକୁ ବିରୋଧ କରିବାର ଆବଶ୍ୟକତା ରହିଛି। ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ନିଶ୍ଚିତ ରୂପରେ ସିନେମାକୁ ବିରୋଧ କରିବ ଏବଂ ସେନ୍ସର ବୋର୍ଡ ତାକୁ ସେଇ ଦୃଶ୍ୟକୁ କାଟିବାକୁ ପଡିବ, ନଚେତ୍ ସେ ସିନେମାର ନାଁକୁ ବଦଳାଇବାକୁ ପଡିବ ପ୍ରଯୋଜକଙ୍କୁ, ନଚେତ୍ ବିରୋଧ ନିଶ୍ଚିତ ହବ। ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ବିରୋଧ କରିବ। ଆଉ ରହିଲା କଥା, ଯୋଉ ଆପଣ ନେତା ମନ୍ତ୍ରୀଙ୍କ କଥା କହୁଛନ୍ତି, କିଏ କୋଉ ଉପାୟରେ କିଏ କୋଉ ମାଧ୍ୟମରେ ତାକୁ ବିରୋଧ କରିବେ ସେଇଟା ଆମେ କହିବାର ନାହିଁ, କିନ୍ତୁ ପ୍ରତ୍ୟେକ ସନାତନୀ ବ୍ୟକ୍ତି ବିଶେଷ ଏହି ସିନେମାକୁ ବିରୋଧ କରିବାର ଆବଶ୍ୟକତା ରହିଛି। ଏଥିରେ ବାବୁ ସିଂ ମୁହଁ ଖୋଲିବେ ତ? ସେଟା ତାଙ୍କର ବ୍ୟକ୍ତିଗତ ବ୍ୟାପାର ଆଜ୍ଞା, ସେ ମୁହଁ ଖୋଲିବେ କି ନାହିଁ ସେ ନିଜେ ଜାଣିବେ, ମୁଁ ତାଙ୍କ ଉପରେ ମନ୍ତବ୍ୟ ଦେଇପାରିବି। ଆପଣ ଠେଙ୍ଗା ଧରିବେ ତ? ମୁଁ ଠେଙ୍ଗା ଧରିବିନି, ବିରୋଧ କରିବି, ସିନେମାକୁ ରିଲିଜ କରିବାକୁ ଦେବି ନା, ଠେଙ୍ଗା ଧରିବାର ଆବଶ୍ୟକତା ନାହିଁ। ସିନେମା ରିଲିଜ ନ ହବା ଆଗରୁ ଏମିତି ବିବାଦର ମୁଣ୍ଡ ଟେକିଲାଣି, ଗୋଟେ ଦିଟା ସିନେମା ଯୋଉ ହଉଛି ତାକୁ ନେଇ କଣ ପାଇଁ ଏମିତି ବାଦ ବିବାଦ କରୁଛନ୍ତି ସିନେମା? ଶୁଣନ୍ତୁ, ସବୁବେଳେ ହିନ୍ଦୁ ପରମ୍ପରାକୁ, ହିନ୍ଦୁ ସଂସ୍କୃତିକୁ, ହିନ୍ଦୁ ଦେବାଦେବୀଙ୍କୁ ନେଇ ଯୋଉ ପ୍ରକାରର ସିନେମାରେ ଅନୈତିକ କାର୍ଯ୍ୟ ଥିବା ସିନେମା ଗୁଡାକରେ କିମ୍ବା ବିଭିନ୍ନ ପ୍ରକାର ଅଶ୍ଳୀଳତା ଦୃଶ୍ୟ ଥିବା ସିନେମା ଗୁଡାକରେ ଆମର ଠାକୁର ଦେବାଦେବୀଙ୍କ ନାଁକୁ ନେଇକି କିମ୍ବା ଆମର ତୀର୍ଥସ୍ଥାନର ନାଁକୁ ନେଇକି ଯୋଉ ବ୍ୟବହାର କରାଯାଉଛି, ସେଇଟା ହଉଛି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। କେତେ ଦିନ ପର୍ଯ୍ୟନ୍ତ ହିନ୍ଦୁଙ୍କୁ ଏ ପ୍ରକାର ଅତ୍ୟାଚାର, ଏ ପ୍ରକାର ପ୍ରତାରିତ କରାଯିବ? ମୁଁ ହିନ୍ଦୁ ସମାଜ ବର୍ତ୍ତମାନ ଜାଗ୍ରତ ହେବାର ଆବଶ୍ୟକତା ରହିଛି। ସରକାର ବି ତା ଉପରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ସେନ୍ସର ବୋର୍ଡକୁ ମୋର ନିବେଦନ ରହିବ, ରାଜ୍ୟ ସରକାରଙ୍କୁ ନିବେଦନ ରହିବ, ସିନେମାର ନାଁକୁ ବଦଳାନ୍ତୁ, ନଚେତ୍ ସେଇ ଦୃଶ୍ୟକୁ ସେମାନେ ସିନେମାରୁ ବାହାର କରନ୍ତୁ। ଆଉ ଗୋଟେ କଥା ଆପଣ ଦେଖିଥିବେ, ଯେମିତି ବଲିଉଡରେ ଆମର ହିନ୍ଦୁ ଦେବାଦେବୀଙ୍କୁ ଜୋକେର ବନା ଯାଉଛି, ଅଲଗା ଲୋକମାନଙ୍କୁ ଅଲଗା ସମ୍ପ୍ରଦାୟକୁ ଉପରେ ରଖାଯାଉଛି, ସେମିତି ଓଡିଆରେ ଚାରିଧାମ ନାଁ ଦେଇକି ଇଏ ଯୋଉ ଭାବେ ନଗ୍ନତା ସୃଷ୍ଟି କରିଛନ୍ତି, ଜଗନ୍ନାଥ ସଂସ୍କୃତିର ଲୋକ, ଓଡିଶାର ଲୋକ କ୍ଷମା କରିବେ ତ ସେ ପ୍ରଯୋଜକ ଏବଂ ନିର୍ଦ୍ଦେଶକଙ୍କୁ? ଦେଖନ୍ତୁ, ମୁଁ ପୂର୍ବରୁ କହିସାରିଛି, ଚାରିଧାମ ନାଁ ନେଇକି, ଚାରିଧାମର ନାଁକୁ ଦେଇକି ଯୋଉ ସିନେମାଟି କରାଗଲା, ତାହା ସେଥିରେ ଯୋଉ ଦୃଶ୍ୟ ରହିଛି କେବେ ବି ଗ୍ରହଣ ଯୋଗ୍ୟ ନୁହଁ, ତାହା ଗ୍ରହଣ କରାଯାଇ ପାରିବ ନାହିଁ। ସେଥିପାଇଁ ମୁଁ କହୁଛି, ସେନ୍ସର ବୋର୍ଡ ସେଇ ଦୃଶ୍ୟକୁ କାଟୁ କିମ୍ବା ନାଁ ପରିବର୍ତ୍ତନ କରୁ। କାହିଁକି, ଚାରିଧାମରୁ ଗୋଟିଏ ଅନ୍ୟତମ ଧାମ ହଉଛି ଓଡିଶାରେ ପୁରୀ ଧାମ। ସେଥିପାଇଁ ମୁଁ କହୁଛି, ବାରମ୍ବାର କହୁଛି ଯେ ଏଇ ସିନେମାକୁ ଯଦି ଆପଣ ଦୃଶ୍ୟକୁ ସେଇ ସିନେମାରୁ ବାହାର କରନ୍ତୁ, ନଚେତ୍ ସିନେମାର ନାଁକୁ ବଦଳାନ୍ତୁ, ନଚେତ୍ ସିନେମାକୁ ଆମେ ବିରୋଧ କରିବୁ। ପ୍ରତ୍ୟେକ ସିନେମା ହଲ ସାମ୍ନାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ବିରୋଧ କରିବ, ସିନେମାକୁ ରିଲିଜ କରି ଦେବୁ ନାହିଁ। ଆଉ ଆପଣ ଏକଥା ସରକାରଙ୍କୁ କଣ କହିବେ? ଏଥିପ୍ରତି କଣ କହିବେ? ସରକାରଙ୍କୁ ଆମେ ନିବେଦନ କରିବୁ, ସରକାରଙ୍କୁ ଆମେ ଅନୁରୋଧ କରିବୁ, ସରକାର ଏଇ ସବୁ ଘଟଣାକୁ ଦେଖନ୍ତୁ, ସରକାର ଏଇ ସବୁ ଘଟଣାକୁ ଗୁରୁତର ସହିତ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଯେହେତୁ ସରକାର ଓଡିଆ ଅସ୍ମିତାର କଥା କହୁଛନ୍ତି, ଓଡିଆ ଅସ୍ମିତା ପାଇଁ କାର୍ଯ୍ୟ ମଧ୍ୟ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଏଇ ଯୋଉ 14-15 ମାସର ସରକାରରେ ଓଡିଆ ଅସ୍ମିତାକୁ ସେମାନେ ଗୁରୁତ୍ୱ ଦେଇଛନ୍ତି ନିଶ୍ଚିତ ରୂପେ, ସେଥିପାଇଁ ଆମେ ସରକାରଙ୍କୁ ସାଧୁବାଦ ଜଣାଉଛୁ। କିନ୍ତୁ ଆଗାମୀ ଦିନରେ ଏସବୁ ଜିନିଷକୁ ସରକାର ଦୃଷ୍ଟି ଦେବାକୁ ପଡିବ, ନିଶ୍ଚିତ ରୂପେ ଦୃଷ୍ଟି ଦେବେ ବୋଲି ମୁଁ ଆଶା ବି କରୁଛି। ସରକାରରେ ଥିବାର ସେ ଜଣେ ଆଗଧାଡିର ନେତା ଏବଂ କ୍ୟାମ୍ପେନିଂ ବି ମଧ୍ୟ କରିଥିଲେ ଶାସକ ଦଳ ଥିବା ଅବସ୍ଥାରେ। ଯେତେବେଳେ ରାଜନୀତିରେ ଇଲେକ୍ସନ ଚାଲିଥାଏ, ପ୍ରଚାର ପ୍ରସାର ଚାଲିଥାଏ, ସେତେବେଳେ କ୍ୟାମ୍ପେନିଂର ଦାୟିତ୍ୱ ନେଇଥିଲେ ସେ ଯୋଉ ଅଭିନେତା ଅଛନ୍ତି। କିନ୍ତୁ ସେ ତାଙ୍କ ମନ ଥରେ କୁଣ୍ଠା ବଦେଲାନି, ଏ କାମଟା କରିବି ବୋଲି ଜଣେ ଚାରିଧାମ ସିନେମାର ଯିଏ ନିଜେ ହିରୋ ଅଛନ୍ତି।
ଦେଖନ୍ତୁ ଆଜ୍ଞା, ମୁଁ ପୂର୍ବରୁ କହିଛି ସେ ସରକାରୀ ଦଳର ଶାସକ ଦଳର ଜଣେ ଆଗ ଧାଡିର ନେତା, ଠିକ ଅଛି, କିନ୍ତୁ ତାଙ୍କର ପ୍ରଫେସନ, ତାଙ୍କର ବ୍ୟବସାୟ ହେଲା ସିନେମାରେ ଅଭିନୟ କରିବା। ତାଙ୍କ ମନକୁ କଣ ଲାଗିଲା ସେଟା ଆମେ ଜାଣିବା ଆବଶ୍ୟକତା ନାହିଁ। ପ୍ରଯୋଜକ ନିର୍ଦ୍ଦେଶକ ସିନେମାରେ ଏ ଦୃଶ୍ୟକୁ ରଖିବା କଥା ନୁହଁ। ମୁଁ ଅଭିନେତା ଅଭିନେତ୍ରୀଙ୍କ ଅପେକ୍ଷା ଏଇ ଜିନିଷ ପାଇଁ, ଏଇ ଘଟଣା ପାଇଁ ପ୍ରଯୋଜକଙ୍କୁ ଦାୟୀ କରିବି। ପ୍ରଯୋଜକ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରିବେ, ପ୍ରଯୋଜକ ସିନେମାର ନାଁ ବଦଳେଇବେ, କିମ୍ବା ପ୍ରଯୋଜକ ସିନେମାରୁ ସେ ଦୃଶ୍ୟକୁ ବାହାର କରିବେ। ଏତେ ସୋସିଆଲ ମିଡିଆରେ ଭାଇରାଲ ହଉଥିବା ବେଳେ ଜଗନ୍ନାଥ ସେନା ନାଁରେ ଆପଣ ଜାଣିଥିବେ ବହୁତ ହଲଚଲ ମଚାଉଥିଲା, କିନ୍ତୁ ତଥାପି ଜଗନ୍ନାଥ ସେନା ନିରବ ଅଛି ଏସବୁ ଘଟଣା ଜାଣିଛୁ। ଦେଖନ୍ତୁ ଆଜ୍ଞା, କୋଉ ସଂଗଠନ କଣ କରିବ, ଜଗନ୍ନାଥ ଓଡିଶାରେ ବିଭିନ୍ନ ପ୍ରକାର ହିନ୍ଦୁ ସଂଗଠନ ରହିଛି। ଜଗନ୍ନାଥ ସେନା ଅଛି, ଆହୁରି ବିଭିନ୍ନ ସେନା ଅଛନ୍ତି। କିଏ କୋଉ ପ୍ରକାରରେ, କିଏ କୋଉ ମାଧ୍ୟମରେ ବିରୋଧ କରିବେ କି ନ କରିବେ, ମୁଁ କୌଣସି ସଂଗଠନର କଥା କହିପାରିବିନି। ରାଷ୍ଟ୍ରୀୟ ହିନ୍ଦୁ ପରିଷଦର କଥା ମୁଁ କହୁଛି, ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଏଇ ଘଟଣାକୁ ନେଇକି ବିରୋଧ ପ୍ରଦର୍ଶନ କରିବ। ଆଉ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଚେଷ୍ଟା କରିବ ଓଡିଶାରେ ଯେତିକି ହିନ୍ଦୁ ସଂଗଠନ ଅଛନ୍ତି ସମସ୍ତଙ୍କୁ ମିଶେଇକି, ସମସ୍ତଙ୍କୁ ଏକତ୍ରିତ କରିକି, ସମସ୍ତଙ୍କୁ ନେଇକି ଏଇ ସିନେମାକୁ ବିରୋଧ କରିବୁ ଯଦି ସିନେମାକୁ ରିଲିଜ କରାଯିବ।